ପୁରୀ ଅଦାଲତ କୋଠା 162 ବର୍ଷ ତଳର ଐତିହ୍ୟ ପାଲଟିଛି। ଏଠାରେ ମଧୁବାବୁ ଗୋପବନ୍ଧୁ ସୁଭାଷ ବୋଷଙ୍କ ବାପା ବିଜୁ ପଟ୍ଟନାୟକଙ୍କ ବାପାଙ୍କ ଭଳି ଯୋଗ ଜନ୍ମା ଓକିଲାତି କରୁଥିଲେ। ପୁରୀ ସହରରେ ଏକ ପ୍ରମୁଖ ସ୍ଥଳରେ ଥାଇ ଗୋଟିଏ ସ୍ଥାନରେ କଚେରୀ ଓ ଅଦାଲତର କାର୍ଯ୍ୟ ଲୋକେ ସହଜରେ ପାଉଛନ୍ତି। କଲେକ୍ଟର ଅଫିସଠାରୁ ଅଦାଲତକୁ ଅଲଗା କରିବା ଓ କୋର୍ଟକୁ ଅନ୍ୟ ଜାଗାକୁ ନେବା ପାଇଁ ପ୍ରସ୍ତାବକୁ ସରକାର ଆଇନ ବିଭାଗକୁ ବାଲୁଖଣ୍ଡ ଅଭୟାରଣ୍ୟର ମଧୁର ଜଳ ଅଞ୍ଚଳ ଓ ସିଆଜେଳ ଅଞ୍ଚଳରେ ଜମି ଦେଲେ, ଯାହାକି ସମସ୍ତ କଟକଣା ଅଛି। ସାଧାରଣ ଲୋକଙ୍କ ପାଇଁ ପ୍ଲାନ୍ ମିଳୁନି, ପିକେଡିଏ ମଧ୍ୟ ପ୍ଲାନ୍ ଦେଉନି। ସେଠାରେ ହଜାର ହଜାର ଗଛ ଅଛି। ପୁରୀର ସ୍ଥାନୀୟ ଅଧିବାସୀ, ପର୍ଯ୍ୟଟକ, ଯାତ୍ରୀମାନଙ୍କ ପାଇଁ ଏକମାତ୍ର ଜଳ ଉତ୍ସ। ତାକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କ କର୍ତ୍ତବ୍ୟ। ସେଥିପାଇଁ ସୁପ୍ରିମକୋର୍ଟ, ଉଚ୍ଚ ନ୍ୟାୟାଳୟଙ୍କ ଭିନ୍ନ ଭିନ୍ନ ନଜର ରହିଛି। ଦେଶରେ ଦୁଇ ପ୍ରକାର ଆଇନ ଚାଲିବ କି? ଏହା ମଧୁର ଜଳ ଅଞ୍ଚଳକୁ ଶେଷ କରିବା ପାଇଁ ଚକ୍ରାନ୍ତ ନୁହେଁ ତ? ସରକାର କିଭଳି କୋର୍ଟ କମ୍ପ୍ଲେକ୍ସ ପାଇଁ ସେହି ଜମି ଟେକିଦେଲେ ଆଇନ ବିଭାଗକୁ? ଆଇନ ବିଭାଗ କିପରି ସେଠାରେ କୋର୍ଟ କମ୍ପ୍ଲେକ୍ସ କରିବ, ସେହି ପ୍ରଶ୍ନ ନେଇ ଓକିଲ ସଂଘ ଆଜକୁ 285 ଦିନ ଧରି ସତ୍ୟାଗ୍ରହ ଚଳାଇଛି। ବାଲୁଖଣ୍ଡ ଅଭୟାରଣ୍ୟ ସ୍ଥଳରେ ଯେଉଁଠି କଟକଣା ଥିବା ଜମି କୋର୍ଟ ପାଇଁ ନେଇଛନ୍ତି, ସେହି ଜମି ହସ୍ତାନ୍ତରକୁ ବାତିଲ କରିବା ପାଇଁ ଦାବି କରିଛନ୍ତି। ପୂର୍ବରୁ ଓକିଲ ସଂଘ, ଉଚ୍ଚ ନ୍ୟାୟାଳୟ, ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ଆଇନ ମନ୍ତ୍ରୀ, ସାଂସଦ ଓ ବିଧାୟକମାନଙ୍କୁ କଟକଣା ଥିବା ଜମିରେ କୋର୍ଟ କମ୍ପ୍ଲେକ୍ସ ନ କରି ବର୍ତ୍ତମାନ ସ୍ଥାନରେ ଥିବା କୋର୍ଟ ସହ ତହସିଲ, DRDA, ଉପଜିଲ୍ଲାପାଳ ଅଫିସ ଜମିକୁ ମିଶାଇ କୋର୍ଟ କମ୍ପ୍ଲେକ୍ସ କରିବାକୁ ଅନୁରୋଧ କରାଯାଇଛି, ଯେପରି ଭୁବନେଶ୍ୱର ଓ ଗଞ୍ଜାମରେ ହୋଇଛି। ପୁରୀରେ କାହିଁକି ନ ହେବ? ବର୍ତ୍ତମାନ କୋର୍ଟ ଚାଲିଥିବା କୋଠା କେଉଁ କାମରେ ଲାଗିବ, ତାହା ସ୍ପଷ୍ଟ ହେବା ଦରକାର। ଯଦିଓ ଆଇନ ଅଛି, ଏହି ସ୍ଥାନ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର ହୋଇପାରିବ ନାହିଁ, କିନ୍ତୁ ମାସ ମାସ ବିତିଗଲେ ମଧ୍ୟ କୌଣସି ସୁଫଳ ମିଳିଲାନି। ସେ ଅଞ୍ଚଳ କଟକଣା ଥିବାରୁ ଓ ବର୍ତ୍ତମାନ କୋର୍ଟ ପ୍ରମୁଖ ସ୍ଥାନରେ ଥିବାରୁ ଲୋକଙ୍କ ହିତ ଦୃଷ୍ଟିରୁ ବର୍ତ୍ତମାନ ସ୍ଥାନରେ କୋର୍ଟ କମ୍ପ୍ଲେକ୍ସ ତିଆରି କରାଯାଉ ବୋଲି ସଂଘ ସରକାର ଓ ବିଚାର ବିଭାଗକୁ ନିବେଦନ କରିଛନ୍ତି। 9 ମାସ ବିତି ଯାଇଥିଲେ ମଧ୍ୟ କୌଣସି ସମାଧାନ ହୋଇନଥିବାରୁ ସଂଘ ଉଦ୍ବେଗ ପ୍ରକାଶ କରିଛି। ପ୍ଲାନ୍ ନ ମିଳିଲେ ସାଧାରଣ ଲୋକ ଘର କରିପାରୁନି। ବିଚାର ବିଭାଗ କିପରି ମଧୁର ଜଳ ଅଞ୍ଚଳର ଅଭୟାରଣ୍ୟ ଅଞ୍ଚଳରେ କୋର୍ଟ ହେବ? ଆଲିଏନ୍ସ କେସ୍ରେ ତହସିଲଦାର, ସବ୍ କଲେକ୍ଟର, ଜିଲ୍ଲାପାଳ, RDC ତାଙ୍କ ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ ପ୍ରସ୍ତାବିତ ସ୍ଥାନ ମଧୁର ଜଳ, ଇକୋ ସେନ୍ସିଟିଭ୍, CRZ ଅନ୍ତର୍ଭୁକ୍ତ ଅଟେ। କିପରି କୋର୍ଟ ସେଠାରେ ହେବ, ସେହି ପ୍ରଶ୍ନ ଓକିଲ ସଂଘ କରିଛି। ଶନିବାର ପୂର୍ବାହ୍ନରେ 11ଟାରୁ 2 ଘଣ୍ଟା ପର୍ଯ୍ୟନ୍ତ ପ୍ଲାକ୍ କାର୍ଡ, ବ୍ୟାନର, ଚୌକି ପକାଇ ରାସ୍ତାରୋକ କରି ଜନସାଧାରଣ ଏହି ପ୍ରସଙ୍ଗ ପାଇଁ ଏକ ହୋଇ ସ୍ୱର ଉଠାଇବାକୁ ନିବେଦନ କରିଥିଲେ। ଏଥିରେ ସଭାପତି ପ୍ରେମାନନ୍ଦ ମହାନ୍ତି, ସାଧାରଣ ସମ୍ପାଦକ ଶରତ କୁମାର ରାୟଗୁରୁ, ଉପସଭାପତି ବିଭୂତାଳ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ଅନିଲ ସାହୁ, ସମୀର ଘୋଷ, ଭାଗବତ ପଟ୍ଟନାୟକ, କର୍ଣ୍ଣବୀର ମହାପାତ୍ର, ତାପସ ବଳିଆର ସିଂ, ମନୋରଞ୍ଜନ ସାହୁ, ଜ୍ୟୋତିପ୍ରକାଶ ପାଇକରାୟ, ରାଜେଶ ମହାନ୍ତି ପ୍ରମୁଖ ନେତୃତ୍ୱ ନେଇଥିଲେ। ଯଦି ସରକାର ଦାବି ମାନି ନ ନିଅନ୍ତି, ଆନ୍ଦୋଳନ ଜୋରଦାର କରାଯିବ ବୋଲି କୁହାଯାଇଛି। आगामी दिन में वकील संघ जिंदाबाद। आज पुरी वकिल संघर सत्याग्रह 295 दिन में पहुँचला, जो आज राजरास्ता को वकिल संघ आसी। कारण हूँ पुरी कोर्ट जो एवं अच्छी 162 वर्ष से कोर्ट सी कोर्ट अंतपक्ष जो जगह अच्छी से ऐतिह्य संपन्न कोर्ट ताकू कहीं राज्य सरकार 5 एकर जमी बालुखंड अभयारण्य देले कोर्ट हम बोली। जो बालुखंड अभयारण्य स्वीट वाटर जोन, इको सेंसिटिव जोन, जो जोन रे साधारण गोटे इटा जोड़ा मना, हाईकोर्टर स्टाटस को अच्छी मधुर जल अंचल इलाका कोर्ट कम्प्लेक्स हो पार कि से आम कहूँ। देखिए जो आलियंस केस है से केस 5 एकर जमी देदेले स्पष्ट भाव तहसीलदार लिखिले, कलेक्टर लिखिले, RDC लिखिले जे ये जमीटी हूँ स्वीट वाटर जोन, इको सेंसिटिव CRZ अंचल प्रबंध अंचल। तो केमी हम से नहीं तो
तेणु आम कहूँ जो जगार बर्तमान अच्छी से जगार जमी जो अच्छी से जगार घर हो ए जगह कम्प्लेक्स हो जमी गंजाम जमी भुवनेश्वर जमी हाइकोर्ट है यदि सेठी पारा एटी कहीं हेनी आबे जो जमीटा अच्छी जमी कुआड़े जीव कौ पर्पज व्यवहार हम तेणु आम कहीं जीवु आठी रोर्ट से जीव कोर्ट एटी कलेक्टरेट डीआरडीए तहसिल सब ये सब रेस्ट ये गोटे वकिल महकिल कम कर जाके एटिक आसिकी तेणु से इंग्रेज समय देखिए गोटे जगह कोर्ट आ क्वेश्चन रही कि आज कहीं भाग कर कौन पे अलग कर कहीं ने जमीटा कौन ओटकणा थे जमी केमी घर करेंगे तो से आम कहीचु सरकार विचार विभाग ए दिगरे पदक्षेप नियंतु 295 दिन है आज आसु राजरास्ता केवल लोक जनइबू लोक मान हूँ कम महकिल जो जगह जी से जगह अंत सेवा उपलब्ध हवा दरकार सेवा तो पाइबे से जो अलग है कमी से आम वकिल वकिल मान निवेदन करूँ पुरी जिलार जिते महकिल अच्छा लोक मैंने अच्छा सुविधापी से समस्या से एकाठी हूँ आम सहित वकिल संघ जो दाबी कर दाबी सहित सहमति हूँ।